ଭିନ୍ନ ଏକ ସାବିତ୍ରୀ। ହରିପୁର ଗାଁରେ ଯୋଉଠି ଦେଖିବ ଗୋଟେ ଆଲୋଚନା। ଗାଁ ମୁଣ୍ଡରେ ଥିବା ବରଗଛ ତଳେ ଗାଁର କିଛି ବୃଦ୍ଧ ବସି ତାସ୍ ଖେଳୁଛନ୍ତି। କିନ୍ତୁ ସେଇ ଗୋଟେ ଆଲୋଚନା। କଥା କ'ଣ କି ଆମ ହରିପୁର ଗାଁରେ ନିରାକାର ବାବୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ। ତାଙ୍କର 2 ପୁଅ ଆଉ ଗୋଟେ ଝିଅ। 2 ପୁଅ ଯାଇ ବିଦେଶରେ ନିଜ ପରିବାର ବସେଇଛନ୍ତି। ଆଉ ଝିଅ ବି ବାହା ହୋଇ ନିଜ ଶାଶୁ ଘରେ। ଝିଅ ମଧ୍ୟ ଶିକ୍ଷକତା କରୁଛି। କିନ୍ତୁ ନିରାକାର ବାବୁଙ୍କ ସ୍ତ୍ରୀ ମାଳିନୀ ଦେବୀ ଏବେ ପକ୍ଷାଘାତ ରୋଗରେ 5 ବର୍ଷ ହେବ ପଡ଼ିଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କର ସେବା କରୁଛନ୍ତି। ସେଥିପାଇଁ ଗାଁ ଲୋକ ସବୁ ଦେଖେଇ କେତେ କ'ଣ କହୁଛନ୍ତି। ମୁଁ ବି ବସିଥାଏ ସେଇ ଗାଁ ମୁଣ୍ଡରେ। ଦେଖିଲି ନିରାକାର ବାବୁ ଆସୁଛନ୍ତି। ସେ ସେଠି ବେଶି କାହା ସହ କଥା ହୁଅନ୍ତିନି। ମୋ ସହ ଟିକେ କଥା ହୁଅନ୍ତି। ସେ ଯେହେତୁ ବ୍ରାହ୍ମଣ ଲୋକ ସେଥିପାଇଁ ମୁଁ ନନା ବୋଲି ଡାକେ। ମୁଁ ତାଙ୍କୁ ଦେଖିକି ଡାକିଲି, ନନା କୁଆଡ଼େ ଯାଇଥିଲ କି? ସେ ମୋତେ ଦେଖି କହିଲେ, ଏଇଠି ଟିକେ କାମ ଥିଲା ତ ଯାଇଥିଲି। ମୁଁ କହିଲି, ହଇଓ ନନା ଆସୁନ ବସିବ, ଭଲ ପବନ ହଉଛି। ସେ ମୋତେ ହସିକି କହିଲେ, ତୁ କ'ଣ ସେମାନଙ୍କ ସହ ବସି ମୋ ବିଷୟରେ କଥା ହଉନୁ କି? ମୁଁ ଟିକେ ଅଭିମାନ କରି କହିଲି, ନନା ମୁଁ କେବେ ସେମାନଙ୍କ ସହ ବସି ଗପିଛି ଦେଖିଛ? ଯେବେ ତ କଥା ହୁଏ କି କିଛି ବୁଝିବାର ଥାଏ ତ ତମଠୁ ହିଁ ବୁଝେ। ସେ ଟିକେ ନୀରବ ହୋଇ ମୁଣ୍ଡ ତଳକୁ କରି କ'ଣ ଭାବିବାକୁ ଲାଗିଲେ। ମୁଁ ଟିକେ ମଉକା ପାଇଲା ଭଳି ଲାଗିଲା। ସେଥିପାଇଁ ପଚାରିଲି, ଆଚ୍ଛା ନନା, ତମେ ତ ଜାଣିଛ ସେମାନେ ତମ ବିଷୟରେ ଏମିତି କଥା ହେଉଛନ୍ତି। ତମେ ସେମାନଙ୍କୁ କେବେ କିଛି କହୁନ କ'ଣ ପାଇଁ? ସେଇଠୁ ସେ ଆରମ୍ଭ କଲେ, ଶୁଣେ, ମୁଁ ଯେବେ 17 ବର୍ଷ ବୟସରେ ଥିଲି ମୋ ବାପା ମୋତେ ବାହା କରାଇ ଦେଲେ। ସେତେବେଳେ ତୋ ଭାଉଜକୁ 11 ବର୍ଷ ହୋଇଥାଏ। ସେତେବେଳେ ସ୍ୱାମୀ ସ୍ତ୍ରୀର ସମ୍ପର୍କ କ'ଣ ଜାଣିଛୁ? ସେତେବେଳେ ଏକାଦଶ ପରୀକ୍ଷା ପରେ ଶିକ୍ଷକତା କଲି। ସବୁ ଯେମିତି ସେମିତି ଚାଲିଥାଏ। କିନ୍ତୁ କିଛି ଦିନ ପରେ ମୋ ବାପା ଆରପାରିକୁ ଚାଲିଗଲେ। ତାର ବର୍ଷେ ନ ପୁରୁଣୁ ମୋ ବୋଉ ବାପାଙ୍କୁ ଝୁରି ଝୁରି ଆରପାରିକୁ ଚାଲିଗଲା। ସେତେବେଳେ ମୁଁ ଭାଙ୍ଗି ପଡ଼ିଲି। କିନ୍ତୁ ତୋ ଭାଉଜ ଆରମ୍ଭ କଲା ଜୀବନ ଯାତ୍ରା। ଅଣ୍ଟା ଭିଡ଼ି ଆରମ୍ଭ କଲା ତା ସ୍ୱପ୍ନର ଘର ଆଉ ପରିବାର। ଗୋଟିଏ ପରେ ଗୋଟିଏ 3ଟି ପିଲାଙ୍କ ମା' ହୋଇ ସେମାନଙ୍କ ଶିକ୍ଷା ଦୀକ୍ଷା ଆଉ ସଂସ୍କାର ଦେବାରେ ଲାଗି ପଡ଼ିଥିଲା। ତୋ ଭାଉଜ ଯେଉଁ ଆଶା ଭରସା ଶିକ୍ଷା ପିଲା ବାପା ମାଆଙ୍କଠୁ ପାଏ, ସେସବୁ ମୁଁ ତୋ ଭାଉଜଠୁ ପାଏ। 3 ଜଣ ପିଲାଙ୍କ ପରି ମୁଁ ବି ଗୋଟେ ଛୁଆ ଥିଲି ତୋ ଭାଉଜ ପାଖେ। ସମସ୍ତଙ୍କୁ ଯୋଗ୍ୟ କରି ସେ ସମସ୍ତଙ୍କୁ ନିଜ ପରିବାର ସହ ରହିବାକୁ କହିଲା। ଆଉ ସେ ମୋ ପାଖେ ରହିଲା ମୋ ସେବା ପାଇଁ। କିନ୍ତୁ ଦଇବ ଦଉଡ଼ି ମଣିଷ ଗାଈ। ମୋ ଅବସର ନେବାର କିଛି ଦିନ ପରେ ତୋ ଭାଉଜକୁ ପକ୍ଷପାତ ରୋଗ ହେଲା। ଗୋଟେ ପଟ ଅଙ୍ଗ ଚଳିଲାନି। ଦିନମାନ ଯିଏ ଘର ସାରା ବୁଲି ବୁଲି ଘରର ଖୁସିକୁ ବଢ଼ାଇଥିଲା, ସେ ଏବେ ପୁରା ନୀରବ। କଥା ବି ଅସ୍ପଷ୍ଟ ଭାବେ କୁହେ। କିନ୍ତୁ ଏଥର ମୁଁ ଭାଙ୍ଗି ପଡ଼ିଲିନି। ତୋ ଭାଉଜ ମୋତେ ବଞ୍ଚେଇବା ଶିଖେଇ ଦେଇଥିଲା। ଅଣ୍ଟା ଭିଡ଼ିଲି ଅର୍ଦ୍ଧାଙ୍ଗିନୀ ଶବ୍ଦର ମାନ ରଖିବାକୁ। ଧୀରେ ଧୀରେ ମାନସିକ ଭାରସାମ୍ୟ ହରେଇ ବସିଲା। ଦିନେ ଔଷଧ ଖାଇଲାନି। ରାଗରେ ତା ଗାଲକୁ ଗୋଟେ ଚାପୁଡ଼ା ବସେଇଦେଲି। ତା ଆଖିରୁ ଲୁହ ଧାର ଧାର ହୋଇ ବୋହି ଚାଲିଲା। ନୀରବରେ ମୋ ମୁହଁକୁ ଚାହିଁ ଯେମିତି ମୋତେ ପଚାରୁଥାଏ, କ'ଣ ଏତିକିରେ ହାରିଗଲ? 40 ବର୍ଷ କାଳ ନିଜକୁ ଭୁଲି ତମକୁ ଦେଖିଲି, ଆଉ ତମେ ବାସ୍ ଏତିକିରେ ହାରି ଯାଉଛ? ତାର ସେ ଲୁହ ଭିଜା ଚେହେରାକୁ ଦେଖି ମୋତେ ବହୁତ ଲଜ୍ଜିତ ଲାଗୁଥାଏ। ଅପରାଧୀ ଭଳି ତାକୁ ଚାହିଁଥାଏ। ଇଚ୍ଛା ହେଉଥିଲା ଜୋରସେ ଚିଲେଇ କହିବି, ମୋତେ କ୍ଷମା କରିଦେ। ନନାଙ୍କ କଥା ଶୁଣି ମୋ ଆଖି ଭରି ଯାଇଥାଏ। ସେ ମୋ ଆଡ଼କୁ ଚାହିଁ ପଚାରିଲେ, କାନ୍ଦୁଛୁ କିରେ? ମୁଁ କହିଲି, ନାଇଁ ମ, ମୋ ଆଖିରେ କ'ଣ ଗୋଟେ ପଡ଼ିଗଲା। ତମେ କୁହ। ସେ ପୁଣି ଆରମ୍ଭ କଲେ, ମୁଁ କ'ଣ ଯେ କରୁଛି ତୋ ଭାଉଜର? ସେ ତ 40 ବର୍ଷ କାଳ ମୋ ପରିବାର ପାଇଁ ସବୁ କଲା। ଏବେ ତ ମୋ ପିଲାମାନଙ୍କ ଦାୟିତ୍ୱ ବି ନାହିଁ। ତୁ କ'ଣ ଭାବୁଛୁ ସ୍ତ୍ରୀ କ'ଣ ଶସ୍ତାରେ ମିଳୁଥିବା ଗୋଟେ ଚାକର? ଖାଲି ପିଲାଛୁଆ କରିବା ତାଙ୍କ କାମ। ମୁଁ ଏ ସମାଜର ଟାହିଟାପରାକୁ ଖାତିର କରେନି। ଜାଣିଛୁ, ଆଜି ଯାଏ ତୋ ଭାଉଜଙ୍କୁ କେହି ଖରାପ କହିନି। ମୁଁ ଏତିକିରେ ଖୁସି। ମୋତେ କିଏ ମାଇଚିଆ ଆଉ ମାଇପ ବୋଲା କହୁଛନ୍ତି। ମୁଁ ଜାଣିଛି ଲୋକମାନେ ମୋତେ ସାବିତ୍ରୀ କହୁଛନ୍ତି।
ଆଉ ତୋ ଭାଉଜକୁ ସତ୍ୟବାନ କେହି ତ ଅଛି ଆମ ଘରେ ସାବିତ୍ରୀ, ଯେଉଁମାନେ କହୁଛନ୍ତି ଥରେ ଯାଇ ତାଙ୍କ ଘରେ ଦେଖି ଆସ। ସାବିତ୍ରୀ ଶବ୍ଦର ଯଥାର୍ଥ କ'ଣ? ସେ ସିନା କିଛି କହନି କିନ୍ତୁ ସବୁ ବୁଝେ। ମୁଁ ଔଷଧ ଦେଲାବେଳେ ତାକୁ ମାମନ ବୋଲି ଡାକିଦେଲେ ମୋତେ ଚାହେଁ ଚମକ ଭରା ଆଖିରେ, କିନ୍ତୁ ଏଇ କିଛି ଦିନ ହେଲାଣି ଆଉ ଚାହୁଁନି। ଲାଗୁନି ସେ ଆଉ। ଏତିକି କହି ସେ ତାଙ୍କ ଆଖିରୁ ଲୁହ ପୋଛିଲେ। ମୁଁ ମୋ ଲୁହକୁ ପୋଛିଲି। ନନା ଆଜି ମୋ ଆଖିରେ ମହାଦେବଙ୍କଠୁ ବି କିଛି କମ୍ ନଥିଲେ। ତାପରେ ନନା କହିଲେ, ମୁଁ ଯାଉଛି, ବଜାର ଯିବି। କାଲି ପରା ସାବିତ୍ରୀ ବ୍ରତ। ସେ ପଳେଇଲେ। ମୁଁ ରାତି ସାରା ନନାଙ୍କ କଥା ଭାବୁଥାଏ। ସକାଳୁ ନନାଙ୍କ ଘର ଆଡ଼କୁ ଗଲି। ନନା ମୋତେ ଦେଖିଦେଇ କାନ୍ଦି କାନ୍ଦି କହିଲେ, ତୋ ଭାଉଜ ଆଉ ନାଇଁରେ, ଆଉ ଗୋଟେ ଦିନ ବି ରହିଲାନି ସାବିତ୍ରୀ ବ୍ରତ କରିବାକୁ। ନନାଙ୍କ ପୁଅ ଆଉ ବୋହୂ ଆଉ ଝିଅ ସବୁ ଆସି ପହଞ୍ଚିଲେ। ନନା ଆଣିଥିବା ଶାଢ଼ୀ ଶଙ୍ଖା ସିନ୍ଦୁର ପିନ୍ଧି ଭାଉଜ ଐଶ୍ୱର୍ଯ୍ୟଲକ୍ଷ୍ମୀ ହୋଇ ଚାଲିଗଲେ। କିନ୍ତୁ ଆଜି ଆଉ ମୁଁ ମୋ ଲୁହକୁ ସମ୍ଭାଳି ପାରୁନଥାଏ। ମୋର ପ୍ରିୟ ପାଠକ ଓ ପାଠିକାମାନେ, ଦୟାକରି ଯଦି ମୋର ଲେଖାଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଦୟାକରି ମୋର ଲେଖାଟିକୁ ଲାଇକ୍, ସେୟାର ଓ କମେଣ୍ଟ କରିଦେବେ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ।